ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ଆମେ ପିକନିକ୍ ବାହାରୁଛୁ। ଏଇ ପିକନିକ୍ରେ ଆମ ସବୁ ଷ୍ଟାଫ୍ ମାନେ ଯାଉଛୁ। ଆଉ ଆସ ବୁଲିଯିବା ଦେଖିବା ପିକନିକ୍ କେତେ ବଢ଼ିଆ ଜାଗା। ଆଉ ଦେଖନ୍ତୁ ଆମେ ବର୍ତ୍ତମାନ ଯାଉଛୁ ଯେଉଁ ଏଠାରେ ପାହାଡ଼ ଗଛ ସବୁ ଅଛି, କେତେ ବଢ଼ିଆ ଦେଖାଯାଉଛି, କେତେ ସୁନ୍ଦର ଲାଗୁଛି ଏ ଜାଗା। ଦେଖନ୍ତୁ ବର୍ତ୍ତମାନ ଆମେ ବାଟରେ ଯାଉଛୁ। ଆଉ ଆମେ ଯାଇ ପହଞ୍ଚିଆ ହେଇଗଲୁଣି। ବର୍ତ୍ତମାନ ଆମେ ଯିବା ଆଗ ଛତିଆ ମଠ, ତାପରେ ଅଲଗା ଜାଗା ଯିବା। ବର୍ତ୍ତମାନ ଆମେ ଯାଉଛୁ। ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି। କୁନି ପିଲାମାନେ ଯାଉଛନ୍ତି, ସେମାନେ ଆମକୁ ଦେଖିକି ଖୁସି ହେଉଛନ୍ତି। ବର୍ତ୍ତମାନ ଆମେ ଯାଉଛୁ। ଆଉ ଏଠି ଟିକେ ରହିଛୁ, ଆଉ ଦହିବରା ଆଳୁଦମ୍ ଖାଉଛୁ। କେତେ ବଢ଼ିଆ ଦହିବରା ଆଳୁଦମ୍, କେତେ ବଢ଼ିଆ କରି ବନେଇକି ସେ ଆମକୁ ଦେଉଛି। ଦେଖନ୍ତୁ ବର୍ତ୍ତମାନ ପ୍ରସ୍ତୁତ ଚାଲିଛି ଦହିବରା ଆଳୁଦମ୍। ଦହିବରା ସାଙ୍ଗରେ ଘୁଗୁନି, ଆଉ ତା ସହିତ ଲଙ୍କା ପୋଦିନା ପତ୍ର ଦିଆହେବ, ଆଉ ବିଟ ଲୁଣ ସବୁ ପଡ଼ିକି ସବୁ ବନା ହେଉଛି। ଆମେ ତାକୁ ଖାଇବୁ। ବର୍ତ୍ତମାନ ପ୍ରସ୍ତୁତ ହେଇଯିବ। ଦେଖନ୍ତୁ କେତେ ବଢ଼ିଆ କରି ସୁନ୍ଦର ଭାବେ ଦେଉଛନ୍ତି। ତା ଦେହରେ ସେଉ ଆଉ ଦିଆହେଉଛି। ଦେଖନ୍ତୁ ପିଆଜ, ସେଉ, ମକା ସବୁ ପଡ଼ିବ। ଆଉ ଏଇଠି ବିଟ ଲୁଣ ପଡ଼ିଲା, ଲଙ୍କା ପାଉଡ଼ର ପଡ଼ିକି ହେଉଛି। ପ୍ରସ୍ତୁତ ଚାଲିଛି। ପାଟିରୁ ଲାଳ ଗଲାଣି ଖାଇବା ପାଇଁକି। ବର୍ତ୍ତମାନ ପିଆଜ ପଡ଼ିଲା। ସାରଙ୍କର ପିଆଜ ପଡ଼ିବନି, ସାଧା। ବର୍ତ୍ତମାନ ସେଉ ମକା ପଡ଼ିବ। ସେଉ ପଡ଼ିଲା। ସାରଙ୍କର ମଧ୍ୟ ସେଉ ପଡ଼ିବ। ସାର ବି ସେଉ ଖାଆନ୍ତି, ଭଲ ପାଆନ୍ତି। ସେଉ ପଡ଼ୁଛି। କେତେ ସୁନ୍ଦର କି ସେ ଲୋକ ବନଉଛନ୍ତି, ଭାରି ଟେଷ୍ଟି ଲାଗୁଥିଲା। ସେଉ ମକା ସବୁ ପ୍ରସ୍ତୁତ ହେଇଗଲା। ବର୍ତ୍ତମାନ ଖାଇବା। ଦହି ଟିକେ ପଡ଼ିଲା। ଚାମଚ ଦେଇକି ଏଠି ଦେଉଛନ୍ତି ସାରେ। ଏଠି ସାରେ ରଶ୍ମି ସାରେ, ଆଉ ଆମର BM ସାର୍, ମୁଁ, ମ୍ୟାଡ଼ାମ୍ ସମସ୍ତେ ଖାଉଛୁ। କେତେ ବଢ଼ିଆ ଲାଗୁଛି, ଖୁସିରେ ବି ଖାଉଛୁ। ବଢ଼ିଆ ଲାଗୁଛି, ଭାରି ଟେଷ୍ଟ ହେଇଛି। ବର୍ତ୍ତମାନ ଖାଇସାରିକି ବାହାରିଲୁ, ପୁଣି ଯାଉଛୁ। ବର୍ତ୍ତମାନ ଛତିଆ ଆଗ ଯିବୁ। ଛତିଆ ଦର୍ଶନ କରିକି ତାପରେ ପିକନିକ୍ ଯିବୁ। ଦେଖନ୍ତୁ ଯାଉଛୁ ବାଟରେ। ବର୍ତ୍ତମାନ ଛତିଆ ପାଖାପାଖି ପହଞ୍ଚିଲୁଣି। ବର୍ତ୍ତମାନ ଗାଡ଼ି ଚାଲିଛି।
ଗଛ ବୃକ୍ଷ କେତେ ବଢ଼ିଆ ଦେଖାଯାଉଛି। ତା ସହିତ ପାହାଡ଼ ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି। ସକାଳ ଟାଇମ୍, ଶୀତ ଦିନ ସକାଳ ଟାଇମ୍ ଭାରି ବଢ଼ିଆ ଲାଗୁଛି। କି ମଜା ଲାଗୁଛି। କି ଗଛ ଏଠି ଦେଖନ୍ତୁ ସବୁ, ଯେମିତି ଗଛ ଗୁଡ଼ାକ ଆମ ସାଙ୍ଗରେ ଦୌଡ଼ୁଛି। ବଢ଼ିଆ ଲାଗୁଛି ଏଇ ଯେଉଁ ଦୃଶ୍ୟ, ଏ ଯେଉଁ କେତେ ସୁନ୍ଦର ଲାଗୁଛି, ବଢ଼ିଆ ଲାଗୁଛି। ବର୍ତ୍ତମାନ ଗାଡ଼ି ଚାଲିଛି, ଆମେ ବି ବସିକି ଏନ୍ଜୟ କରୁଛୁ। ବର୍ତ୍ତମାନ ଛତିଆ ପାଖାପାଖି ପହଞ୍ଚିଗଲୁ। ଛତିଆ ମଠ ପାଖରେ ପହଞ୍ଚିଗଲୁ। ଭିତରକୁ ଆମେ ଯିବୁ। ଭିତରକୁ ତ ମୋବାଇଲ ଏକା କୌଣସି ଜିନିଷ ଆଲାଉ ନାହିଁ। ତଥାପି ବାହାରୁ ମୁଁ ଛତିଆ ଠାକୁରଙ୍କୁ ଦେଖାଉଛି ମନ୍ଦିର। ଭିତରକୁ ଯିବୁ କିନ୍ତୁ ଠାକୁରଙ୍କୁ ଦେଖାଇ ପାରିବୁ ନାହିଁ, କାହିଁକିନା ସେଠାରେ ମୋବାଇଲ ଆଲାଉ ନାହିଁ। ଦେଖନ୍ତୁ ଆମେ ସବୁ ଗୋଟେ ସଟ୍ ନେଉଛୁ। ଏ ଆମ ସାର୍, BM ସାର୍, ମ୍ୟାଡ଼ମ୍, ରଶ୍ମି ସାର୍ ଆଉ ମୁଁ। ଏଠି ଛତିଆ ମଠ ଗେଟ୍, ମନ୍ଦିର ପାଖ। ଏଠି ରଶ୍ମି ସାର୍, ମୁଁ ଠିଆ ହେଇଛୁ। ରଶ୍ମି ସାର୍ଙ୍କ ଫଟୋ ବି ବହୁତ ବଢ଼ିଆ ହେଇଛି। ବହୁତ ଭଲ ଲାଗୁଛି ସବୁ ଏ ଦୃଶ୍ୟ, ଏ ଜାଗା। ବର୍ତ୍ତମାନ ଆମେ ଯାଉଛୁ ବାଟରେ, ଦେଖନ୍ତୁ। ଆଉ ଏ ଜାଗା ବହୁତ ବଢ଼ିଆ ଜାଗା, ବହୁତ ସୁନ୍ଦର ଲାଗୁଛି, ବହୁତ ଭଲ ଲାଗୁଛି ଦେଖନ୍ତୁ। ଆଉ ବର୍ତ୍ତମାନ ମୁଁ ଆଉ ଗୋଟେ ଜାଗାକୁ ଆମେ ଯାଉଛୁ, ଆଉ ଗୋଟେ ଠାକୁରଙ୍କ ପାଖକୁ ଯାଉଛୁ। ସେଇଟା ମୁଁ ବର୍ତ୍ତମାନ କହିବିନି, ପହଞ୍ଚିଲା ପରେ ଦେଖେଇବି। ପାର୍ଟ 2ରେ ଆପଣ ଦେଖିବେ ଆମେ କେଉଁ ଜାଗାକୁ ଯାଉଛୁ। ଆଉ ଦେଖନ୍ତୁ ଆମେ ସେ ଜାଗା ପାଖରେ ଆସିକି ପହଞ୍ଚା ହେଇଗଲୁଣି। ଦେଖନ୍ତୁ ସେ ଜାଗା ଆମେ ଯାଉଛୁ। ପହଞ୍ଚିଲା ପରେ ଆପଣ ଦେଖିବେ ସେ ଜାଗା, ସେ ଠାକୁରଙ୍କୁ, ସେ ଜାଗା ସବୁକିଛି ଦେଖିବେ। ଆଉ ବର୍ତ୍ତମାନ ମୁଁ ଆସିକି ପହଞ୍ଚିଗଲୁ ଆଉ ଏ ଜାଗାକୁ। ଏ ଜାଗା ଆପଣଙ୍କୁ ପାର୍ଟ 2ରେ ଦେଖେଇବି। এই ভিডিওକୁ ଦେଖିକି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ ଆଉ ଜମାରୁ ବି ଭୁଲିବେନି ପାର୍ଟ 2କୁ ଦେଖିବା ପାଇଁକି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।